ଆଜିର ରାଶିଫଳ ଜାନୁଆରୀ ମାସ 16 ତାରିଖ 2026 ମସିହା ଶୁକ୍ରବାର। ଆଜିର ସୂର୍ଯ୍ୟୋଦୟ ସମୟ 6ଟା 28, ସୂର୍ଯ୍ୟାସ୍ତ ସମୟ 5ଟା 25। ଚାଲନ୍ତୁ ଜାଣିବା ଆଜିର ପଞ୍ଚାଙ୍ଗ। ତିଥି ତ୍ରୟୋଦଶୀ ରାତି 10ଟା 41 ଗତେ ଚତୁର୍ଦ୍ଦଶୀ, ନକ୍ଷତ୍ର ଜ୍ୟେଷ୍ଠା ପ୍ରାତଃ 6ଟା 47 ଗତେ ମୂଳା, ଚନ୍ଦ୍ର ବିଛା ପ୍ରାତଃ 6ଟା 47 ଗତେ ଧନୁ, ଯୁଗ ଧ୍ରୁବ। ମାଘ ମାସ କୃଷ୍ଣପକ୍ଷ ତୁଳା ଓ କୁମ୍ଭ ରାଶିର ଘାତ ଚନ୍ଦ୍ର, ବିଛା ଧନୁ ମୀନ ରାଶିର ଘାତ ବାର। କାଳବେଳା ଓ ବାରବେଳା ଦିବା 9ଟା 12 ଗତେ 12ଟା 58 ମଧ୍ୟରେ, ବିଶୁଦ୍ଧ ଅମୃତ ବେଳା ଦିବା 8ଟା 4 ମଧ୍ୟରେ ଓ 8ଟା 50 ଗତେ, 9ଟା 11 ମଧ୍ୟରେ, 1ଟେ 40 ଗତେ, 3ଟା 17 ମଧ୍ୟରେ। ବିଶୁଦ୍ଧ ବା ମହେନ୍ଦ୍ର ବେଳା ରାତ୍ରି 10ଟା 10 ଗତେ 11ଟା 1 ମଧ୍ୟରେ। ବାଇଗଣ ରାତ୍ରି 10ଟା 41 ଗତେ, ବିରି ଭକ୍ଷଣ ନିଷେଧ। ଏହି ସମୟରେ କୌଣସି ବିରି ଖାଇବା ମନା। ତେଣୁ ଚାଲନ୍ତୁ ଜାଣିବା ଆଜି 12ଗୋଟି ରାଶିର ନାମ ଏବଂ କେମିତି ରହିଛି ଆପଣଙ୍କ ଦିନ, ସେ ବିଷୟ ଜାଣିବା ପୂର୍ବରୁ ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବେ, ପାଖରେ ଥିବା ବେଲ୍ ଆଇକନ୍ ଦେବେ ଅଲ୍ ନୋଟିଫିକେସନ୍ ଅନ୍ କରିବେ, ଯାହାଫଳରେ ନୂଆ ନୂଆ ଭିଡ଼ିଓ ପାଇପାରିବେ। ପ୍ରଥମରେ ଦେଖିବା ମେଷ ରାଶି ବ୍ୟକ୍ତିମାନଙ୍କ ପାଇଁ। ଆଜି ଆପଣଙ୍କର ଆକସ୍ମିକ ଧନ ଲାଭ ଯୋଗ ରହିଛି। ସାହାଯ୍ୟର ହାତ ବଢ଼ାଇବା ପାଇଁ ପରିବାର ଓ ସମ୍ପର୍କୀୟମାନେ ଉପସ୍ଥିତ ହେବା ଯୋଗ, ଆନନ୍ଦିତ ହେବେ। ଆଜି ସେମାନେ ଆପଣଙ୍କ ଜୀବନରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ସେହିଭଳି ଦେଖିବା ବୃଷ ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଆପଣଙ୍କର ସାହସ ଏବଂ ସୌଭାଗ୍ୟ ଦୁଇଟି ଯାକ ମିଶିକରି ଆପଣଙ୍କୁ ସଫଳତା ଦେବ। ଆଜି ଆତ୍ମନିର୍ଭରତା ଏବଂ ଆତ୍ମବିଶ୍ୱାସର ଦିନ ଅଛି, ଯାହାକି ଆପଣଙ୍କ ନିଜର ନିର୍ଣ୍ଣୟ ଅନ୍ୟମାନଙ୍କ ନିର୍ଣ୍ଣୟ ଠାରୁ ଅଧିକ ଗୁରୁତ୍ୱ ହେବ। ସେହିଭଳି ଦେଖିବା ମିଥୁନ ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଆପଣଙ୍କ ଆତ୍ମୀୟମାନେ ଆପଣଙ୍କୁ ସାହାଯ୍ୟ କରିବେ। ସେମାନଙ୍କ ଛୋଟ ଛୋଟ ଚେଷ୍ଟା ଆପଣ ମନକୁ ଛୁଇଁଯିବ। ସେମାନଙ୍କ ସାହାଯ୍ୟ ଏବଂ ଭଲ ପାଇବା ଯୋଗୁଁ ଆପଣ ସେମାନଙ୍କୁ କୃତଜ୍ଞତା ଜଣାଇବେ। ସେହିଭଳି କର୍କଟ ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଆପଣ କୌଣସି ସମସ୍ୟାରେ ପଡ଼ିଛନ୍ତି, ସେଥିପାଇଁ ଆପଣଙ୍କୁ ମିଳିଥିବା ସାହାଯ୍ୟ ଆପଣଙ୍କୁ ସମସ୍ୟାରୁ ମୁକୁଳିବାର ବାଟ ସାହାଯ୍ୟ କରିବ। ଆପଣ ଏହାଦ୍ୱାରା ଜାଣିଶୁଣି ଖୁସି ହେବେ ଯେ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଆପଣଙ୍କ ପୁତ୍ରମାନେ ଆଗେଇ ଆସିବେ। ସେହିଭଳି ସିଂହ ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଧନ ଲାଭ ହେବା ସହ ଆପଣଙ୍କ ପ୍ରିୟଜନ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିବେ। ନିଜର ଚେଷ୍ଟା ଏବଂ ସ୍ନେହ ବଳରେ ଆପଣଙ୍କ ଦିନକୁ ସେମାନେ ବହୁତ ସୁନ୍ଦର କରିଦେବେ। ଆପଣ ସେମାନଙ୍କ ସ୍ନେହ ପାଇ ବହୁତ ଖୁସି ହେବେ ଏବଂ ନିଜକୁ କୃତାର୍ଥ ମନେ କରିବେ। ସେହିଭଳି କନ୍ୟା ରାଶି ବ୍ୟକ୍ତିମାନଙ୍କ ପାଇଁ ଆପଣ ଯେଉଁ ଲୋକଙ୍କ ସହିତ ଚାଲୁଛନ୍ତି, ସେହି ଆପଣଙ୍କର କଳିକଜିଆ ଶେଷ କରିପାରିବେ। କୌଣସି ଘରୋଇ କଳିକଜିଆ ଯେଉଁଟାକି ଆପଣଙ୍କର ଅଶାନ୍ତିର କାରଣ ହୋଇଥିଲା, ସମସ୍ତଙ୍କର ଅଶାନ୍ତିର କାରଣ ହୋଇଥିଲା, ଏବେ ଶେଷ ହୋଇଯିବ। ସେହିଭଳି ତୁଳା ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଆପଣଙ୍କ ମନ କରିବ ଯେ ଆପଣଙ୍କ ସବୁ କାମ ଏକ ପାର୍ଶ୍ୱରେ ରଖି ନିଜ ପରିବାର ଓ ବନ୍ଧୁମାନଙ୍କ ସହ ଭଲ ସମୟ ବ୍ୟତୀତ କରନ୍ତୁ। ନିଜ ପସନ୍ଦର ଖାଦ୍ୟ ପୁରାତନ ଘନିଷ୍ଠ ବନ୍ଧୁମାନଙ୍କ ସହ ମିଳାମିଶା କରିବା ସୁଯୋଗ ମିଳିବ। ସେହିଭଳି ଦେଖିବା ବିଛା ରାଶି ବ୍ୟକ୍ତିମାନଙ୍କ ପାଇଁ ଆପଣ ଏ ପରିସ୍ଥିତିରେ ଅଛନ୍ତି ଯେ ଆପଣଙ୍କୁ ଅନେକ ଅଧିକାର ଓ କ୍ଷମତା ମିଳିବ। ଏଥିରେ ଆପଣଙ୍କୁ ବହୁତ ଆନନ୍ଦ ମିଳିବ, କିନ୍ତୁ ଏହା ଧ୍ୟାନ ରଖିବା ଉଚିତ ଯେ ଏହି ଅଧିକାର ସହିତ ଆପଣଙ୍କୁ ଅତିରିକ୍ତ ଦାୟିତ୍ୱ ମଧ୍ୟ ମିଳିବ। ସେହିଭଳି ଦେଖିବା ଧନୁ ରାଶି ବ୍ୟକ୍ତିମାନଙ୍କ ପାଇଁ ଆପଣ ଖୁସି ମନାଇବା ପାଇଁ କିମ୍ବା ବ୍ୟବସାୟୀ ଦୃଷ୍ଟିରୁ ବାହାରକୁ ଯାତ୍ରା କରିପାରନ୍ତି, କିନ୍ତୁ କୌଣସି ପ୍ରକାର ଅସୁବିଧା ସୃଷ୍ଟି ହେବାର ସଂକେତ ଅଛି। ଯୋଜନାରେ କିଛି ବିଘ୍ନ ଘଟିପାରେ ଏବଂ ଆପଣ ଯୋଜନା ପରିବର୍ତ୍ତନ କରିପାରନ୍ତି। ସେହିଭଳି ମକର ରାଶି ବ୍ୟକ୍ତିମାନଙ୍କ ପାଇଁ ଏହି ସମୟରେ ନିଜର ସାଙ୍ଗ ସାଙ୍ଗରେ କୌଣସି କଳିକଜିଆ ପଡ଼ନ୍ତୁ ନାହିଁ। ବୋଧହୁଏ ସମସ୍ତେ ଚିନ୍ତାର ସମ୍ମୁଖୀନ ହୋଇଛନ୍ତି, ଯାହାର କାରଣ ଚିନ୍ତାର ପରିବେଶ ସୃଷ୍ଟି ହୋଇଛି। ପ୍ରତି କ୍ଷେତ୍ରରେ ସତର୍କ ରହି କାର୍ଯ୍ୟ କରିବା ବନ୍ଧୁମାନଙ୍କର କାର୍ଯ୍ୟ ହେବା। ସେଭଳିଆ କୁମ୍ଭ ରାଶି ବ୍ୟକ୍ତିମାନଙ୍କ ପାଇଁ ଅନ୍ୟ ଲୋକମାନଙ୍କ ଦୟାକୁ ଭଲ ବାଟରେ ନେବା ପାଇଁ ଚେଷ୍ଟା କରିବେ। ମନେ ରଖି ଜୀବନର ପ୍ରତ୍ୟେକ ଜିନିଷର ସନ୍ତୁଳିତ ହେବା ଆବଶ୍ୟକ ଅଟେ। ଏଥିପାଇଁ ଆବଶ୍ୟକତା ଠାରୁ ଅଧିକ ଦୟା କରିବା ମଧ୍ୟ ଠିକ୍ ନୁହେଁ। ଶେଷରେ ଦେଖିବା ମୀନ ରାଶି ବ୍ୟକ୍ତିମାନଙ୍କ ପାଇଁ ଆପଣଙ୍କର କୌଣସି ପ୍ରିୟଜନ ସହିତ ସମ୍ପର୍କ ଖରାପ ହୋଇଯାଇଛି। ଏହି ସମୟ ଆପଣ ନିଜ କ୍ରୋଧକୁ ଆୟତ୍ତରେ ରଖିବାର ସମୟ ଅଟେ। ଆପଣ ଏହି ସମୟର ପୁରୁଣା ଓ ମିଠା ସ୍ମୃତିକୁ ମନେ ପକାଇ ପରସ୍ପରକୁ ଗୁରୁତ୍ୱ ଦେବା ଉଚିତ ହେବ। ଆଶା କରି ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ ସେୟାର ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ଦେବେ।